ସେଇ ଶୀତ ସକାଳର କାଳ ଖରାର ତାତି। ଇରେ ରତନ ଚଢି କଣ କରୁଛୁ? ବୁଝିଲୁ ସାଙ୍ଗ, ରାତି ପାଇଲେ ମାଣ ବସା। ବୁଢା ଯେ ଘରେ ଖାଲି ଗେରେ ଗେରେ ହଉଛି, କହୁଛି ଆଗ ମାଣ ଧାନ ଗୁରା ଆଣିକି ଆସେ ତାପରେ ଘର ଭିତରକୁ ଆସିବୁ। ଓହୋ, ଆରେ ତୁ ଜାଣିଛୁ ଶୀତ ଦିନ ଆସିଲାଣି, ଏ ଆଖପାଖ ଗାଁ ଲୋକ ସମସ୍ତେ ଭୋଜି କରିସାରିଲେଣି, କିନ୍ତୁ ଆମେ ଝାଟିଆ ଗରା ଏଯାଏଁ କିଛି କରିପାରିଲୁନି। ଆମର କାହା ଗାଁ ଠିକ ନାହିଁ ଆଉ। ଆମ ଗାଁ କେମିତି ଠିକ ରହିବ କହିଲୁ ସାଙ୍ଗ? ଆମ ବ୍ୟାଚରେ ଯେତିକ ପିଲା ଆମେ ରହିଲେ, କାହା ଗାଁ ଭୁବନେଶ୍ୱରରେ ରହିଲା, କାହା ଗାଁ ହାଇଦ୍ରାବାଦରେ, କାହା ଗାଁ ଯାଇ ରହିଲା ବାଙ୍ଗାଲୋରରେ। ଆମକୁ କଣ କରିବାକୁ ପଡିବ କହିଲୁ? ଯେତିକ ଗାଁ ଆମର ବାହାର ରହିଲା ସବୁ ଗାଁ ଏକାଠି କରିବାକୁ ପଡିବ। ତାହେଲେ ତୁ କାହିଁ ଠିଆ ହେଲୁ, ଆଜି ବା ଫୋନ ବୁଲେ ଗାଁ ସମସ୍ତଙ୍କୁ ଏକାଠି କରିବା। ହ୍ୟାଲୋ ଲଡୁ। ହଁ କଣ ହେଲା? ଆରେ କେମିତି ଅଛୁ? ହଁ ଭଲ ଅଛି ଭଲ ଅଛି। ଶୀତ ଦିନ ଆଇଲାଣି, ଟିକେ ଭୋଜି ଫୋଜି କଲେ କେମିତି ହୁଅନ୍ତା? ଭୋଜି ଭୋଜି ନା ମୋ ବାଳ? ଛାଡେ ନା, ସେ ବର୍ଷ ତଳର କଥା ତୁ ଭାବିକି ରଖିଛୁ ଏଯାଏଁ। ଆଜି ମଲେ କାଲି 2 ଦିନ ସାଙ୍ଗ ସାଙ୍ଗ ଭିତରେ ଏମିତି କଣ ହବା ଠିକ କଥା? ନା ନା ମୋର ସେ ଭୋଜି ଭୋଜି କରିବାର ନାହିଁ। ତମେ ମଦ ପିଲା ବେଳକୁ ନୃଶଂସ ହେଇଯାଉଛ। ଛାଡେ, ସେ ଆଥର ମଦ ନିଶାର ହେଇଯାଇଥିଲା, ଏଥର ମଦ ପିଆ ପି ପୁରା ବନ୍ଦ, ବୁଝିଗଲା? ଏଥର ଆମେ କଥା ଦଉଛୁ ଠାକୁରାନ ଦେଇ କେହି ଏଥର ମଦ ପିଆ ପି କରିବେନି ହେଲା। ଖାଲି ଖାଇବା ପିଇବା ଉପରେ ଯାହା କରିବା ହେଲା। ଆର୍ଥରିକ କହିଲ ଦାରିଙ୍ଗ ବାଡି ଯିବା ବୋଲି, ଦେଖିଲା ବେଳକୁ ଦାରିଙ୍ଗ ବୁଢା ବାଡିରେ ଫିଷ୍ଟ କରିଦେଇ ପଳେଇ ଆସିଲ। ଏ ନାଇଁ ନାଇଁ, ଏଥର ସେମିତି କିଛି ହବନି। ଏଥର ଗୋଟେ ନୂଆ ଜାଗା ଯିବା। ଏଥର ଆମେ ସାନ ଘାଗରା କରିବା। ତୁ ଗୋଟେ କାମ କର, ତୁ କାଲି ଗାଡ଼ିରେ ବସ ହେଲା, ପରଦିନ ଆମେ ପ୍ଲାନ୍ କରିବା ଆଉ ହେଲା। ହଉ ହଉ। ରେ ବିଶୁକୁ ଲଗେଇଲେ କେମିତି ହନ୍ତା? ତାକୁ ଆମେ ଡାକିନି ହେଲା। ବିଶ, ହଁ ଆରେ କେମିତି ଅଛୁ? କିଏ ଜାଣିପାରିଲିନି? ଆରେ ହେଣ୍ଡଲ କହୁଛି ବା। ଇରେ ହେଣ୍ଡଲ। ଆଉ ତୋ କଥା ଭାରି ମନେ ପଡୁଥିଲା ରେ। ହ୍ୟାଲୋ ବିଶ, ହଁ କିଏ? ଏ ଗୋବରା କହୁଛି ବା। ଗୋବରା କେମିତି ଅଛୁ? ଏ ଭାଉଜ ଦେହ କେମିତି ଅଛି? ଆବେ ତ ଗୋଷ୍ଠୀ ଗୁନିଆ ଦିନ ଭାଉଜ କଥା ପଚାରୁଛୁ? ଏ ନାଇଁ, ସାଙ୍ଗ ପିଲା ତ, ଏ ମଜା ମସ୍ତିରେ କହିଲା। ଆଉ ଶୁଣୁ, ଆମେ ଫୋନ କଣ କରିଥିଲୁ, ଶୀତ ପଡିଲାଣି ହେଲା, ଏ ସାଙ୍ଗସାଥି ଟିକେ ଭୋଜି ପ୍ଲାନ୍ କରିଥିଲୁ, କଣ କହୁଛୁ? ହଁ ଭୋଜି ହେଲେ ଭଲ ଥାନ୍ତା ଆଉ। କିଏ ମନା କଲା? କରିବା ଆଉ ତୁ ଆସୁନୁ। ଇଏ ଚାନ୍ଦା କେତେ ଟଙ୍କା ନା କରୁଛ? ଚାନ୍ଦା କଣ, ତୁ ତ ବାହାରେ ରହୁଛୁ, ତୁ ତ ଅଧିକ କହିବୁ। ଟଙ୍କା 500 ନା କରୁଛୁ ଆଉ। 500 ଟଙ୍କା ନା ଚାନ୍ଦା? କଣ ମଦ ଫଦ କରୁଛ ନା କଣ? 500 ଟଙ୍କାର ମଦ କୋଉଠି ହବ କହିଲୁ? ଏ ଚିକେନ ଟେ କରିବା, ସଲାଡ କରିବା, ପାମ୍ପଡ଼ କରିବା, ଆଉ ନର୍ଗିସ୍ ଚାଉଳ ଭାତ ଟେ କରିବା ଆଉ। ଭାତ ଚିକେନ କାକୁଡି ସାଲଡ ଖାଇବା ପାଇଁ ମୁଁ ଏବେ ଏତେ ବାଟ ଯିବି? ଆମର ଏଠି 200 ଟଙ୍କାରେ ମଟନ ମିଳୁଛି। ଆରେ ଚିକେନ ସଲାଡ କଥା ନୁହେଁ ରେ, ଗୋଟେ ଛୁଆ ବେଳର ସମ୍ପର୍କ। ମନେ ପକେଇଲୁ ଛୁଆ ବେଳେ ଆମେ କେତେ ସାଙ୍ଗ ହେଇ ଖେଳୁଥିଲେ, କେତେ ମଜାମସ୍ତି କରୁଥିଲେ। ଆଜି ମଲେ କାଲି 2 ଦିନ, ସେ ସାଙ୍ଗସାଥି ଆଉ କଣ ମିଳୁଛି କହିଲୁ? ହଉ ଠିକ ଅଛି, ମୁଁ ଯିବି ଯେ ମୁଁ କିନ୍ତୁ ଟଙ୍କା 400 ଦେବି।